ଯେମିତିକି ଏଇଟା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ଆମର ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ଥର ପାଇଁ ଏଇଟା ଅନୁଷ୍ଠିତ ହେଉଛି ବରୁଣେଇ ପାହାଡ଼ ପାଖରେ, ଯେଉଁଥିରେ 49 ଜଣ ଦମ୍ପତି ଏଥିରେ ବିବାହ କାର୍ଯ୍ୟ ତାଙ୍କର ସୁରୁଖୁରୁରେ ସମ୍ପନ୍ନ ହେଉଛି। ଆମର ପାର୍ଟନର ଏନ୍ଜିଓ ପିପୁଲ୍ସ ଫୋରମ୍ ସେମାନେ ପାର୍ଟନରସିପ୍ରେ ଅର୍ଗାନାଇଜ୍ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଆକାଉଣ୍ଟକୁ ବି 45,000 ଟଙ୍କା ସରକାରଙ୍କ ତରଫରୁ ଯିବ। ତେଣୁ ଆମେ ଆଶା କରୁ ସବୁ ଦମ୍ପତିକୁ ଆମେ ଶୁଭକାମନା ଜଣାଉଛୁ ଏବଂ ଆଗାମୀ ଦିନରେ ମଧ୍ୟ ଆମେ ସିଲେକ୍ସନ୍ ପ୍ରୋସେସ୍ ଆମର ରହିବ, ଯେଉଁମାନେ ଏଲିଜିବଲ୍ ଥିବେ ତାକୁ ପରବର୍ତ୍ତୀ ଡେଟ୍ରେ କରିକି ମଧ୍ୟ ଆମେ ତାକୁ ସେଥିରେ ଇନକ୍ଲୁଡ୍ କରିବୁ। ଧନ୍ୟବାଦ ଦେବି। ଯେଉଁ ଗରିବ ଲୋକମାନେ ବିବାହ କରିବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଛି ତାକୁ ଗୋଟିଏ ସହାୟତା ରାଶି ଯୋଗାଇ ଦେବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଲେ, ଇଏ ଗୋଟିଏ ଐତିହାସିକ ପଦକ୍ଷେପ ଡବଲ ଇଞ୍ଜିନ୍ ସରକାରର। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏଠି ସର୍ବପ୍ରଥମ କୃତଜ୍ଞତା ଦେବା ସହିତ WCD ବିଭାଗର ମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆଜି ଖୋର୍ଦ୍ଧା ଜିଲ୍ଲାରେ ଆମେ 39ଟି 49ଟି ନବ ଦମ୍ପତିକୁ ଆମେ ବିବାହ କାର୍ଯ୍ୟକ୍ରମ ହାତକୁ ନେଇଥିଲୁ। ସମୂହ ବିବାହ କାର୍ଯ୍ୟକ୍ରମ ଅତି ସୁରୁଖୁରୁରେ ଶାନ୍ତିରେ ଏବଂ ଭଲ ବାତାବରଣ ଭିତରେ ଆଜି ବିବାହ କାର୍ଯ୍ୟ ସମ୍ପାଦନ ହୋଇଛି। ଏବଂ ପିପୁଲ୍ସ ଫୋରମ୍ ବୋଲି ଗୋଟିଏ ଅର୍ଗାନାଇଜେସନ୍ ଯିଏ ୟାକୁ କୋଅର୍ଡ଼ିନେଟ୍ କରୁଥିଲା ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି, ତାଙ୍କର ସମସ୍ତ କର୍ମକର୍ତ୍ତାଙ୍କୁ ଏବଂ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ADM ଏବଂ PDDRDA, ସବ୍ କଲେକ୍ଟର, BDO, DSW, CDPO ମାନେ, ଅଙ୍ଗନବାଡ଼ିର ୱାର୍କର ମାନେ, ସୁପରଭାଇଜର ମାନେ ଏବଂ ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀମାନଙ୍କର ସମ୍ପୂର୍ଣ୍ଣ ସହଯୋଗ। ସେଠି ଯେମିତି ଜଣାପଡ଼ୁଥିଲା ଯେ ଜିଲ୍ଲା ପ୍ରଶାସନର ବାହାଘର ହେଉଛି, ତ ନିଶ୍ଚିତ ଭାବରେ ସେ ଭାବନା ଗୋଟେ ଯେଉଁ ସାମାଜିକ କାର୍ଯ୍ୟକ୍ରମ ସହିତ ଇଏ ପ୍ରଶାସନ ଏବଂ ଜନପ୍ରତିନିଧିମାନଙ୍କର ସହଭାଗିତାରେ ସହଯୋଗରେ ଇଏ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ପସନ୍ଦଯୋଗ୍ୟ। ମୁଁ ସେଥିପାଇଁ ସମସ୍ତଙ୍କୁ ମୋ ହୃଦୟର ଅନ୍ତରତମ ପ୍ରଦେଶରୁ କୃତଜ୍ଞତା ଜଣାଉଛି ଏବଂ ଜନସାଧାରଣଙ୍କର ମଧ୍ୟ ଏ ବିବାହ ଦେଖିବା ପାଇଁ ଆଗ୍ରହ ପ୍ରକାଶ ହୋଇଛି। ସେମାନେ ବି ଏଠି ସାମିଲ ହୋଇଛନ୍ତି, ସେମାନଙ୍କ ପାଇଁ ସବୁ ଭୋଜନ ବ୍ୟବସ୍ଥା ବି କରାଯାଇଛି। ଏ ସବୁ ବହୁ ଆଡ଼ମ୍ବରପୂର୍ଣ୍ଣରେ ଏ କାର୍ଯ୍ୟ ହୋଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଏବଂ ସରକାରଙ୍କୁ ମଧ୍ୟ ଆହୁରି ନିବେଦନ କରିବି ଏ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଭାବରେ କରାଯାଉ, ଯାହାଦ୍ୱାରା କି ଗାଁ ଗହଳିରେ ଥିବା ଲୋକମାନଙ୍କ ପାଇଁ ଏଇଟା ଗୋଟିଏ ବଡ଼ ଆଶ୍ୱସ୍ତିର କାର୍ଯ୍ୟ ହେବ। ଏ ନବଦମ୍ପତିମାନଙ୍କର ଶୁଭ କାମନା କରୁଛି। ପ୍ରଭୁ ଜଗନ୍ନାଥ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ଏବଂ ପରିବାର ସହିତ ସେମାନେ ଖୁସିରେ ସମୟ ବିତାନ୍ତୁ। ଏତିକି ମୋର ମା ବରୁଣେଇ କରୁଣେଇଙ୍କ ପାଖରେ ପ୍ରାର୍ଥନା। ଇଏ ଏକ ପବିତ୍ର ପୀଠ, ଏ ପବିତ୍ର ପୀଠରେ ସେମାନଙ୍କର ଭାଗ୍ୟ ନିଶ୍ଚିତ ଭାବରେ ଆଗକୁ ଆହୁରି ଯିବ। କଥାରେ ଅଛି ବିବାହ ହେଲା ପରେ ଭାଗ୍ୟର ପରିବର୍ତ୍ତନ ଆସେ। ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଏବଂ ଆମ ଅସ୍ମିତାର କଥା ଯେ ମୁଁ ଭାବୁଛି ଏଇ ଯୁବକ ବନ୍ଧୁମାନେ ଯେଉଁମାନେ ବିବାହର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସେମାନଙ୍କର ଭାଗ୍ୟ ଏବଂ ଭଉଣୀମାନଙ୍କର ଭାଗ୍ୟର ମଧ୍ୟ ପରିବର୍ତ୍ତନ ହେବ।